यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करवा मही हेब हतशिरा एवं महागोल जात हेब। कहबार तात्पर्य माने मही हेब हतशिरा माने लक्ष्मी छड़ा है। बर्तमान कौन हो मानुना लक्ष्मी छड़ा होगा माने लोक मान पाखर आर्थिक समस्या बहुत संकटापन्न। द्वितीय महागोल जात है टंका सबूर मुख्य ना लोक पाखर जब पैसा सरीज मनुष्य पाखर कौन बुद्धि सरी जाए। दिने ना दिने भारत भूखंड में सेमती गोटे समय आसी देखादेव मही लक्ष्मी छड़ा हो संसार एवं संसार गोटा अराजकता देखा बोली पंचशतांग भितर अन्यतम महापुरुष अच्युतानंद दास आमको कह चेतना दिनकर घटना महापुरुष था द्वादश गोपाल था रामदास विद्यमान था भितर रामदास पचार गुरुदेव अच्युत प्रभु आपण तो भविष्य आगे सब अन्य घटना घटे कहते संसार रे भारत हूँ देवभूमि ये देवभूमि रे महागोल केवे जात है। महागोल शब्दर अर्थ हूँ कौन अराजकता कहीटा मानवे ना दीपर लोक छड़े नहीं दिए घरे खाया नहीं घरे अच्छी लोक घरे पशिकी नहीं पड़े माने गोटे अराजकता सृष्टि महापुरुष हसी दौरान महापुरुष से रामदास ने कहते मन रखिता रामदास पचारती गुरुदेव अच्युतानंद महापुरुष को आउ जड़े लेखुले मालिका शास्त्री महापुरुष अनेक ग्रंथ लिखिले देखला भितर 318 खंड भविष्य मालिका लिखिले 318 खंड शास्त्र कौन कले लिखिले लिखला भितर 318 खंड शास्त्र भितर सार शास्त्र हूँ किए से शिवगर्भ शास्त्र जमती आमर अष्टादश पुराण भितर सार हूँ किए से भागवत सकल शास्त्र भागवत अभ्यास करुथिब भागवत भितर सब किसी रही वेद वेदांत उपनिषद ठाकुर लीला खेला सब रही सेमती शिवगर्भ शास्त्र महापुरुष कहते माने 318 खंड जो लिखिले भविष्य मालिका भितर सारतक रही कौन शिवगर्भ शास्त्र बा नवघंट निर्मित ये पद्धति महापुरुष कौन कलम कर घटना सब घट से जो घटना घटो माने ज्ञानी सब कौन बणा हिसाब पत्र किसी ठीक ठाक क्या मुंड रही त्रिभि शून्य था तू भेदिण महागोल जात है रेह अरेह को मिसाई भजू मही हेब हत शिरा त्रिभि शून्य
ଏଠି ଅନେକ ବ୍ୟକ୍ତି ବିଶେଷ କହନ୍ତି 1990 ମସିହା କଣ କହୁଛନ୍ତି ଖାଇଛନ୍ତି, କେତେ ବ୍ୟକ୍ତି କେବଳ 90 ମସିହା ବୋଲି କୁହନ୍ତି। ଏଇ ଗୋଟେ ସ୍ୱତନ୍ତ୍ର ସଂଖ୍ୟା ନିର୍ଘଣ୍ଟ କରିଛନ୍ତି ମହାପୁରୁଷ। ତ୍ରିଭି ବୋଲନ୍ତ ହଉଛି 3 ହେଲା, ତ୍ରିଭି ଶୂନ୍ୟ ହଉଛି କେତେ 30, 3 30 ମିଶି କେତେ ହେଲା 33। ହେଲେ 33 ଅଙ୍କକୁ ଥାଉ ଭେଟିବ, ତୁ ଅପେକ୍ଷା କରିଥା 33 ଅଙ୍କକୁ। ମହାଗୋଳ ଜାତ ହେଲା ମାନେ ସେଇଠୁ ମହାଗୋଳ କଣ ହବ, ଜାତ ହବ। ରେହ ଅରେହକୁ ମିଶାଇ ଭଜୁ ମହି ହେବ ହତ ଶିରା। ରେହ ବୋଲନ୍ତୁ 1, ଅରେହ ବୋଲନ୍ତୁ ହଉଛି 2, ଆକୁ ମିଶେଇ ଦେଲେ କେତେ ହେଲା 3, 33 3 କେତେ ହେଲା 36 ହେଲା। କହିଲେ ଯେତେବେଳେ 36 ଅଙ୍କ ଭୋଗ କରିବ, ମସିହା ନୁହଁ, ଆମେ ମସିହା କଥା କହୁଛୁ। ମହାପୁରୁଷ ଯୋଉଠି ମସିହା କଥା ଲେଖିଥିବେ ସେଠି ଲାଷ୍ଟ ଶେଷକୁ ଲେଖିଥିବେ ହାସିବ। ଅନେକ ଶାସ୍ତ୍ରରେ ମଧ୍ୟ ତାକୁ ପ୍ରମାଣ ଦେଇଛନ୍ତି। ହାସିମକୁ ନୋଟେ ଦେଲେ ହଉଛି ମସିହା, ଏଠି ଅଙ୍କ ସଂଖ୍ୟା, ଏଠି ମସିହା କଥା ସେ କହି ନାହାନ୍ତି। ରେହ ଅରେହକୁ ମିଶାଇ ଭଜିବୁ ମହି ହେବ ହତ ଶିରା। ଆକୁ ମିଶେଇ ଦେଲେ ଟୋଟାଲ କେତେ ହଉଛି 36। ଯେତେବେଳେ 36 ଅଙ୍କ ଭୋଗ କରିବେ, 36 ଅଙ୍କ କଥା ରହିଲା। ଏ 36 ଅଙ୍କ ଯେତେବେଳେ ଭୋଗ କରିବ, ସେଇ ସମୟରେ ସଂସାର କଣ ହେଇଯିବ, ମହି ହତ ଶିରା ହେଇଯିବ, ମାନେ ଲକ୍ଷ୍ମୀ ଚଡା ହେଇଯିବ, ଲୋକମାନେ ଖାଇବାକୁ ପାଇବେ ନାହିଁ। ଦୁର୍ଭିକ୍ଷର ବିଭୀଷିକା ଦେଖା ଦେଇ ପାରେ, ବୁଝିଗଲା ନା। ଏମିତି ଗୋଟେ ଘଟଣା ଘଟିବ କେତେ ଅଙ୍କରେ ନା 36 ଅଙ୍କରେ। ସେଇ ସମୟରେ କଣ ହବ, ଖଡିକାରଙ୍କର ଖଡି ବଣା ହବ ତିଥି ନଗ୍ନ ନ ରହିବ। ଖଡିକାର ବୋଲନ୍ତି ଏଠି ଜ୍ୟୋତିଷ କଥା କହିନି, ବୁଝିହଉଛି ନା। ଖଡିକାରଙ୍କର ଖଡି ବଣା ହେଇଯିବ, ଯୋଉମାନେ ହିସାବ ପତ୍ର କରନ୍ତି ହେଲା, ଯୋଉମାନେ ନୀତି ନିୟମ ସମୟ ନିର୍ଘଣ୍ଟ କରନ୍ତି, ସେମାନଙ୍କର କଣ ହେଇଯିବ, ଖଡି ବଣା ହେଇଯିବ, ମାନେ ତାଙ୍କ କାଲକୁଲେଟର କିଛି କାମ କରିବ ନାହିଁ। ସପୋଜ ତମେ ଦେଖ, ଆମ ଛୁଆ ବେଳେ ଆମେ କଲମ କାଗଜରେ ହିସାବ କରୁଥିଲେ, ବର୍ତ୍ତମାନ ଆଉ ତାହା ଅଛି? ଲୋକମାନେ କାଲକୁଲେଟର ମାରିକି ହିସାବ କରୁଛନ୍ତି। କାଲକୁଲେଟର ଅଚଳ ହେଇଯିବ, ସେ ତ କଲମ କାଗଜ ହିସାବ ଜାଣିନଥିବେ, କରିବେ କଣ? ସେଇ ଭାବରେ ମହାପୁରୁଷ କହିଲେ, ଖଡିକାରଙ୍କର ଖଣି ବଣା ହବ ତିଥି ନଗ୍ନ ନ ରହିବ। ପୁନଶ୍ଚ ଆସିବ, ସମସ୍ତେ କହୁଛନ୍ତି ହବ 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 ନା ନାଇଁ। ସେ ସମୟରେ ଯେତେବେଳେ ହବ, ମହାପୁରୁଷଙ୍କ ଭାଷାରେ ଯେତେବେଳେ ହବ, ସେତେବେଳେ କେହି ଜାଣିପାରିବେ ନାହିଁ। ନେଚନି ପାରଣେ ପ୍ରଭୁ ଦାଶରଥୀ ସେ କାଳେ ଉଦୟ ହୁଏ। କୃଷ୍ଣଙ୍କୁ ସଂହରଣ କରିବା ପାଇଁ ମହାପ୍ରଭୁ ସେତେବେଳେ ଉଦୟ ହେବେ, ମାନେ ପରିପ୍ରକାଶ ହେବେ। ବର୍ତ୍ତମାନ ସେ ସମୟ ଆସି ନାହିଁ। ଆଉ ଯେତେବେଳେ ଠାକୁର ପରିପ୍ରକାଶ ହେବେ, ସେତେବେଳେ ମନେ ରଖିଥାଅ, କେହି ଇଲେକ୍ସନ ଲଢିବେ ନାହିଁ, ବୁଝିହଉଛି ନା, କି ତାଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ରହିବେ ନାହିଁ। ଅନେକ ଗହନ କଥା, ଆଗକୁ ବହୁତ ଜିନିଷ ରହିଛି ଯାହାକି କ୍ୟାମେରାରେ କହିହବ ନାହିଁ। ଯାହା ହଉ 36 ଅଙ୍କ ବେଳକୁ ଏଇ ଘଟଣା ମାନ ଘଟିବ ବୋଲି ମହାପୁରୁଷ ଭକ୍ତ ଶିରୋମଣି ରାମଦାସଙ୍କୁ ବାରମ୍ବାର ଚେତନା ଦେଇଯାଇଛି। ଆମେମାନେ ତୋର କର୍ତ୍ତବ୍ୟ, ଆଗକୁ ଯୋଉ ବିପଦ ମାନ ଆସୁଛି, କିପରି ସେଥିରୁ ଆମେ କହିବୁ। ବୁଦ୍ଧି ବିବେକ ଜ୍ଞାନ ବଳେ କିବା ଆସାଧ୍ୟ ମଣିଷ, ପ୍ରଭୁ ଆମକୁ ସବୁ କିଛି ଦେଇଛନ୍ତି।
ଆମ ବୁଦ୍ଧି ବିବେକକୁ ଫଟେଇ ଆମେ କେମିତି ଚଳିବା ସେ ଦାୟିତ୍ୱ କାହାର? ଆମମାନଙ୍କର। ଯେପରି ଭାବରେ କୌଣସି ବ୍ୟାଧି ହେଲେ ତା ପାଇଁ ଯୋଉ ଔଷଧ ଅଛି, ସେଇପରି ଭାବରେ ଏ ମହାବିପଦ ମାନ ଯୋଉ ଆଗକୁ ଦେଖାଦେବ କରିବା ପାଇଁ କି ମଧ୍ୟ ମହାପୁରୁଷ ବାଟ ଲେଖିଦେଇ ଯାଇଛନ୍ତି। ବାଟରେ ଯିଏ ଯିବ ତାର କିଛି ଅସୁବିଧା ହବନି। ଯେଉଁମାନେ କଣ ହେବେ ଅବାଟରେ ଯିବେ ସେ ତାଙ୍କ କର୍ମଫଳ ଭୋଗିବେ। ଠାକୁରଙ୍କର କିଛି ଦୋଷ ନାହିଁ, ପ୍ରଭୁଙ୍କର ଦୋଷ କିଛି ନାହିଁ। ଭାଗବତରେ କହିଛନ୍ତି କରି ଆଉ ଥାଏ ମୁଁ ମୋ ବିନୁଆନ ଗତି ନାହିଁ। ମୁଁ ସେଇ ଭାଗବତରେ କହିଛନ୍ତି ପୂର୍ବୋଚିତ କର୍ମ ଫଳେ ଯାଚି ମୁଁ ଦେଉ ଖାଇବ। ବୁଝିପାରିଲେ ନା? ବୁଝିପାରିଲେ? ଯାହା ହଉ ଛତିଶଗଡ଼ରେ ଏଇ ଘଟଣା ଘଟିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆମକୁ ବାରମ୍ବାର ଚେତନା ଦେଇଛନ୍ତି। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହୋଉ।